ସାଙ୍ଗମାନେ ଆମ ଏଇ ଭିଡିଓଟିରେ ଆମର ଯୋଉ ଅଛି ୱିଣ୍ଡୋଜ୍ 7 ସିମ୍ ସେଥିରେ ଯୋଉ ଆମ ୟୁଜର ଆଇଡି ସବୁ ଲଗଇନ୍ ଆଉ ମୋବାଇଲ ଡାଟାରୁ କିଛି ଜିନିଷ ରଖନ୍ତୁ କେମିତି ଆମେ ସେଇ ସିମ୍କୁ ନେଇପାରିବା ଏଇଟା ମୁଁ ଶିଖେଇବି ଭିଡିଓଟିରେ ଦେଖିବେ। ଆମେ ଏଇ ଯୋଉ ସୂଚୀ ୟୁଜର ଏଠି ଆମ ଆକାଉଣ୍ଟ ଖୋଲିପାରିବା। ଏଠି ମୋ ନେଟ୍ ଅନ୍ କରିଦେବି। ଏଠି ଆମର ଟିକେ ଟାଇପିଂ କରିପାରିବେ। ଆପଣ ଚାହିଁବେ ଆମର ଆଇଡି ଯଦି ଅଛି ଆପଣ ଖୋଲି ପାରିବେ। ଏଠି ଆମର କ୍ରିଏଟ୍ ଆକାଉଣ୍ଟ କରିପାରିବେ। ଏଠି ପାସୱାର୍ଡ ନୂଆ ପାସୱାର୍ଡ ଦେଇକି ଏମିତି ଏଠି କରିପାରିବେ। ତାହେଲେ ଆପଣ ଯୋଉ ଏଠି ଗୁଗଲ ଲଗଇନ୍ ଗୁଗଲ ଏଠି ଆପଣ ଆସି ଲଗଇନ୍ କରିପାରିବେ। ମୁଁ ଗୁଗଲ ଲଗଇନ୍ କରୁଛି। ଜାଗାରୁ ଦେଖେଇବ। ମୁଁ ଯୋଉଠି ସବୁ ଖୋଲିଥିଲି ଯାହା ପଳେଇଲା ମୋ ଡାଟା ସବୁ ଆଉ ମୋବାଇଲ ପ୍ରୋଗ୍ରାମ ସବୁ ଏଠି ଶୋ କରିଦଉଛି। ଆମର ଏଠାରେ କିଛି ନିୟମ ଏଠି ଆମେ ଦେଖୁ ଆମ ସିଷ୍ଟମ କିଛି ନାହିଁ। ପ୍ରୋଗ୍ରାମ କିଛି ନାହିଁ। ଡାଉନଲୋଡ ଡକ୍ୟୁମେଣ୍ଟ କିଛି ନାହିଁ। ମୁଁ ଜାଣୁଛୁ ଡକ୍ୟୁମେଣ୍ଟ ଦେଖିବି। ଏଠି ପ୍ରେସ୍ କରି ରଖିବେ। ଏହାପରେ ଏଇଠି ଅଛି ଅପଲୋଡ ଦିସ୍ ଫାଇଲ ହିଅର ଏଠି କ୍ଲିକ୍ କରିବେ। ତାପରେ ଯୋଉ ଡାଟା ଖୋଲିବ ଆପଣ ଯେତିକି ଡାଟା ସିଲେକ୍ଟ କରିବେ। ମୁଁ ଫାଇଲ ମ୍ୟାନେଜରରୁ ଡାଟା ନେଉଛି। ମୁଁ ଡାଟା ନେଉଛି। ଏଇ ପୁରା ଗୋଟେ ନଉ ଏସଏଲଡି ଟା ନଉଛି। ଡାଟାଟା ବେଶ କଲି ଡାଟାଟା କେବେ ଶୋ କରିବ। ଏଇ ଯେ ଏଇଟା ପଳେଇ ଆସି ଯୋଉ ଫାଇଲଟା ଦେଖୁଥିଲି ଏଠି ଆପଣ ଓପନ କରି ପାରିବେ। ଏଯାରେ ଓପନ କରିଦେବେ। ମୁଁ ଆପଣଙ୍କୁ ଦେଖେଇବି ଆପଣ ଯୋଉ ୱିଣ୍ଡୋଜ 7 ଟାକୁ ୱିଣ୍ଡୋଜ 7 ଅଛି ଥିବ ଆଉ ତମେ ୱିଣ୍ଡୋଜ 11 ବା ୱିଣ୍ଡୋଜ 10 କେମିତି କରିପାରିବେ। ପ୍ରେସ୍ କରି ରଖିବେ ଏବେ। ତାପରେ ପର୍ସନାଲାଇଜକୁ ଯିବେ। ଜୋର କରିଦବ।
ମୁଁ zoom କରିଦଉଛି। ମୁଁ ଆକୁ ମାଉସ ଚଲାଉଛି ବୋଲି ଏଠି ଗୋଟେ ଆଉ ଗୋଟେ ମାଉସ ଅଛି। ମୁଁ ତାକୁ ଅଫ୍ କରିଦଉଛି। ଚେଞ୍ଜ ମାଉସ ଅପସନ୍ ଯଦି ଆପଣ ମାଉସ ଚଲାଉଥିବେ, ଏହା ପାଇଁ ଆପଣ ଯୋଉ ପଏଣ୍ଟ ଅପସନ୍ ଥିବେ, ଏଠି ହେଉଛି ଶୋ ମାଉସ ଡିସ୍ପ୍ଲେ, ଏଟାକୁ ଅଫ୍ କରିଦେବେ। ତାପରେ ଓକେ ସିଲେକ୍ଟ କରିଦେବେ। ଏଠି ଆପଣ ୱିଣ୍ଡୋଜ୍ 7 ଅଛି, ୱିଣ୍ଡୋଜ୍ 3.1 ଅଛି। ଆପଣ ଏଇ ୱିଣ୍ଡୋଜ୍ 11 ବା ୱିଣ୍ଡୋଜ୍ ଲାଇଟ୍ ଡାର୍କ ଯେକୌଣସି ମୁଁ ଡାଇରେକ୍ଟ ସିଲେକ୍ଟ କରିଛି। ଏଇଟା ଆପଣ ଅଛି ୱାଚ୍, ତାପରେ କ୍ଲିକ୍ କରିବେ। ତାପରେ ଗୋଟେ ଆଡ୍ ଆସିବ, ଏହାପରେ ଇଏ ହେଇଯିବ। ହେଇଗଲା ପରେ ଆପଣ ଏଇଟା ପୁରା ୱିଣ୍ଡୋଜ୍ 11 ବା ଆଡ୍ କରିବେ। ଦେଖଉଛି ଏଠି ସବୁ ୱିଣ୍ଡୋଜ୍ 11 ବା କାର୍ଯ୍ୟ କରିବ। ଏଠି ଏହା ପରେ ରିଷ୍ଟାର୍ଟ ଅପସନକୁ ଚାଲିବା। ତାପରେ ଏଇଟାରେ ଗୋଟେ ପ୍ଲେୟର ଅପସନ ଅଛି କୋଡିଂ ଏରିଆରେ, ତାପରେ ଏଠି କ୍ଲିକ୍ କରିବା। ଏଇ ଷ୍ଟେପ୍ ରେ କ୍ଲିକ୍ କରିଦବା। କ୍ଲିକ୍ କରିବା ପରେ ଆଡଭାନ୍ସ ଅପସନ ଯୋଉ ଅଛି, ତାପରେ କ୍ଲିକ୍ କରିବା। ଏଠି ଆପଣ ଯଦି ୱିଣ୍ଡୋଜ୍ 7 ଥିବ, ତାକୁ କ୍ଲିକ୍ କରି ୱିଣ୍ଡୋଜ୍ 11 ଅପସନକୁ କ୍ଲିକ୍ କରିବାକୁ ପଡ଼ିବ। ଆପଣ ଯଦି ଗେମ୍ସ ଉପରେ ୱିଣ୍ଡୋଜ୍ 10 ଯଦି ଥିବେ, ତାହେଲେ ଆପଣ ୱିଣ୍ଡୋଜ୍ 10 ସିଲେକ୍ଟ କରିବେ। ମୁଁ ଏଠି ୱିଣ୍ଡୋଜ୍ 11 ସିଲେକ୍ଟ କରିଥିଲି, ଏଠି ୱିଣ୍ଡୋଜ୍ 11 ସିଲେକ୍ଟ କରିବି। ଏବେ ହେଉଛି ଡୋମେନ୍ ଇନଷ୍ଟଲର, এটা ଇନଷ୍ଟଲ୍ କରିବେ, ତାପରେ ସେଭ୍ କରିଦେବେ। ସେଭ୍ କରିଦେବେ, ସେଭ୍ କରିଦେବେ ଏଟାକୁ। ତାପରେ ଏଡିଟ୍ ଅପସନକୁ ଯିବେ। ଏଠି ସେଭିଂ ଚେଞ୍ଜ ଯୋଉ ଅଛି, ଏଠି ଓକେ ମାରିବେ। ଏହାପରେ ଆପଣଙ୍କ ମୋବାଇଲ୍ ଅଛି ସିମଟା, ଏଟା ୱିଣ୍ଡୋଜ୍ 11 ଭଳି କାମ କରିବ। ୱିଣ୍ଡୋଜ୍ 11 ଲୋଗୋ ପଳେଇଆସିଛି। डाटा सेटिंग मागिବ गेट यूसेज यूजर, ଏଠି ଆସିବେ। ଏଠି ମୁଁ ଲଗଇନ୍ କରିଥିଲି, ଏଇଟା ଆମର ଆପଣ ଆସିବ। ଆପଣ ଯୋଉଥିରେ ଲଗଇନ୍ କରିବେ କ୍ଲିକ୍ କରିଦେବେ। ଏবার ଆପଣ ଯୋଉ ଡାଟାକୁ ଖୋଲିପାରିବେ। ଆପଣ ଚାହୁଁଛନ୍ତି ଏଠି ଆପଣ ଇଣ୍ଟରନେଟ୍ ବି ଯାଇପାରିବେ। ଯୋଉ ଉପରେ କ୍ଲିକ୍ କରିବେ, ଇଣ୍ଟରନେଟ୍ ଏକ୍ସପ୍ଲୋରର, ଏଇ ଯାଇକି ଆପଣ ୟୁଟ୍ୟୁବରୁ କିଛି ଜିନିଷ ବି ଡାଉନଲୋଡ୍ କରିପାରିବେ। ଏଠି ଆପଣ କାଲକୁଲେଟର ଆସିଯାଉଛି, କାଲକୁଲେଟର ଯଦି ତମେ କାଲକୁଲେଟ୍ କରିଦିଏ, ପ୍ରୋଗ୍ରାମ ଇନଷ୍ଟଲ୍ କରିବେ। ଏଠାରେ ଦିଟା ଗେମ୍ ଅଛି, ଖେଳିପାରିବେ। ଏବେ କମ୍ପ୍ୟୁଟର କଣ କରି ଆପଣ ଯୋଉ ଡାଟା ରଖିଥିଲେ ଆମେ ଯେ ଦେଖୁଥିଲେ ଡକୁମେଣ୍ଟଟା, ସେଟା ଏବେ ପଳେଇ ଆସିବ। ଆପଣ ଚାହିଁବେ ଏଟାକୁ ଡେସ୍କଟପ୍ ଏଠି କପି କରିଦେବେ, ନହେଲେ ବା ଡେସ୍କଟପ୍ ସେଣ୍ଡ କରିଦେବେ। ଏଟାକୁ କ୍ରସ୍ କରିଦେବେ। ଡାଟା ଦେଖୁଥିଲି ସେଇଠି ପଳେଇ ଆସିଛି। ଏଠି କ୍ଲିକ୍ କରିକି ଭିୟୁଟାକୁ ଲାଷ୍ଟ କରିଦେବେ। ଆମ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ